ଦୀକ୍ଷା ନେବା ପରେ କେତେବେଳେ ସ୍ୱସ୍ତୟିନୀ ନେବା ଜରୁରୀ। ପ୍ରଚୁର ଅର୍ଥାଭାବରୁ ଇଷ୍ଟବୃତ୍ତି ଛାଡ଼ିଦେଲା ପରେ ଜଣେ ମାଙ୍କ ଜୀବନରେ ଆସିଲା ବିରାଟ ପରିବର୍ତ୍ତନ। ଅନେକ ଦିନ ଧରି ଦୀକ୍ଷା ନେଇକି ବି କିଛି ପରିବର୍ତ୍ତନ ହୋଇପାରୁନାହିଁ କି? ଆସନ୍ତୁ ଏହି ଭିଡ଼ିଓଟିରୁ ଜାଣିବା। ବନ୍ଦେ ଲୋକତିଳକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୃତିଶ୍ଚାରଣଂ ପ୍ରବୁଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆଗରୁ କହି ରଖେ କି ଏହି ଭିଡ଼ିଓରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ସମ୍ପର୍କିତ ବର୍ତ୍ତମାନ ଯୁଗୋପଯୋଗୀ କେତେଗୁଡ଼ିଏ ଘଟଣାବଳୀର ବର୍ଣ୍ଣନା କରାଯାଇଛି। ଶ୍ରୀ ଶ୍ରୀ ଠାକୁର କହିଥିଲେ, ନିଷ୍ଠା ଯେମନ ଯାର କୃତି ଓ ତେମନ ତାର। ଆମକୁ ଠାକୁରଙ୍କର ମନଲାଖି ମଣିଷ ହୋଇ ଉଠିବା ଦରକାର। ଏହି ଆକୁତି ଠାରୁ ଆସେ ଅଚ୍ୟୁତ ନିଷ୍ଠା। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଜୀବନଚର୍ଯ୍ୟା ହେଉଛି ଅଚ୍ୟୁତ ନିଷ୍ଠାର ଜୀବନ୍ତ ଉଦାହରଣ। ସେ ଆମକୁ ଶିଖାଇ ଦେଇଛନ୍ତି, ଆମର ଜୀବନର ଗୋଟିଏ ଲକ୍ଷ୍ୟ ହେଉଛି ଠାକୁରଙ୍କୁ ଖୁସି କରିବା। ଅନେକ ସମୟରେ ଅନେକ କୁହନ୍ତି, ଦୀର୍ଘ ଦିନ ଧରି ଠାକୁରଙ୍କର ଦୀକ୍ଷା ନେଇଛି କିନ୍ତୁ ଜୀବନରେ କିଛି ବି ଉନ୍ନତି ହେଲା ନାହିଁ। ଏହାର କାରଣ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଆମକୁ ବତେଇ ଦେଇଛନ୍ତି। କାରଣ କ'ଣ ନା, ଏସବୁ ପଛରେ ରହିଛି ନିଷ୍ଠାହୀନ ଜୀବନ ଚଳଣି। ଦୀକ୍ଷା ନେଲେ ଠାକୁରଙ୍କର ନିର୍ଦ୍ଦେଶ ସବୁ ନିଷ୍ଠାର ସହିତ ପରିପାଳନ କରିବାର ମଧ୍ୟ ଦେଇ ହିଁ ଆସେ ଜୀବନର ସାର୍ଥକତା। ତେଣୁ ଆଚାର୍ଯ୍ୟ ଦେବ କିପରି ସରଳ ଭାବରେ ଆମକୁ ବୁଝାଇ ଦେଲେ ଯେ କିପରି ଦୀକ୍ଷା ନେଇ କିପରି କର୍ମ କରିବାକୁ ହୁଏ। ଡକ୍ଟର ରାଜେଶ ଚୌଧୁରୀ ଗୋଟିଏ ଘଟଣାର ଉଲ୍ଲେଖ କରିଛନ୍ତି। ପୂଜନୀୟ ଅବିନ୍ଦାଙ୍କ ପାଖକୁ ଗୋଟିଏ ଯୁବତୀ ଆସି କହୁଛି, ମୋର ବାବା ମା ମୋତେ ସ୍ୱସ୍ତୟିନୀ ବ୍ରତ ଗ୍ରହଣ କରିବା ପାଇଁ କହୁଛନ୍ତି ଯେ ମୁଁ କିପରି ସ୍ୱସ୍ତୟିନୀ ନେବି ସେ କଥା ବୁଝିପାରୁନି। ପୂଜନୀୟ ଅବିନ୍ଦା ଝିଅଟିକୁ କହିଲେ, ପ୍ରଥମେ ଠାକୁରଙ୍କୁ ଭଲ ପାଅ, ତାପରେ ସ୍ୱସ୍ତୟିନୀ ବ୍ରତ ଗ୍ରହଣ କରିବ। ପୂଜନୀୟ ଅବିନ୍ଦା ଝିଅଟି ଧରିଥିବା ଅଧା ପାଣି ବୋତଲଟି ଦେଖାଇ କହିଲେ, ଏଇ ବୋତଲରୁ ଯେତେବେଳ ଯାଏଁ ପାଣି ସମ୍ପୂର୍ଣ୍ଣ ଖାଲି ନ ହୋଇଛି ସେତେବେଳ ଯାଏଁ ସେଥିରେ ପାଣି ଭରିବାକୁ ଆମର ଇଚ୍ଛା ହେବ ନାହିଁ, କିନ୍ତୁ ବୋତଲଟି ଯେତେବେଳେ ଖାଲି ହୋଇଯିବ ସେତେବେଳେ ଆମେ ଖୋଜିବା ଯେ କେଉଁଠି ପାଣି ଅଛି, ବୋତଲରେ ଭରିବା। ସେହିପରି ଯେତେବେଳେ ଆମେ ନିଜକୁ ଉଜାଡ଼ କରିଦେଇ ଅର୍ଥାତ୍ ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଠାକୁରଙ୍କୁ ଭଲ ପାଇବା, ସେତେବେଳେ ଠାକୁର ଆମର ଜୀବନକୁ ପରିପୂର୍ଣ୍ଣ କରିପାରିବେ। ଶ୍ରୀ ଶ୍ରୀ ଠାକୁର ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଆମମାନଙ୍କୁ ଅଫୁରନ୍ତ ଭଲ ପାଇବାର ପରିଭାଷାରେ ପରିପୁଷ୍ଟ କରିଦେଇଛନ୍ତି। କିନ୍ତୁ ତାଙ୍କର ସେଇ ଭଲ ପାଇବା ଆମେ ସେତେବେଳେ ଅନୁଭବ କରିବା ଯେତେବେଳେ ଆମେ ତାଙ୍କୁ ପ୍ରଶ୍ନ ଶୂନ୍ୟ ହୋଇ ଅପ୍ରତ୍ୟାଶିତ ଭାବେ ଭଲ ପାଇପାରିବା। ଆଉ ଗୋଟିଏ ଘଟଣା, ତ୍ରିପୁରାର ମେଳା ଘରେ ଗୋଟିଏ ମା ରହୁଥିଲେ। ଅଭାବର ତାଡ଼ନାରେ ତାଙ୍କୁ ବାଧ୍ୟ ହୋଇ ଇଷ୍ଟବୃତ୍ତି ଛାଡ଼ିଦେବାକୁ ପଡ଼ିଲା। ଜୀବନରେ ଏତେ ଦିନ ଧରି ଶ୍ରୀ ଶ୍ରୀ ଠାକୁରଙ୍କ ଦୀକ୍ଷା ନେବା ପରେ ସମୟକ୍ରମେ ଇଷ୍ଟବୃତ୍ତି ଛାଡ଼ିଦେବା ପରେ ତାଙ୍କର ମନଟା ଆଦୌ ଭଲ ନଥାଏ। ଦିନେ ସେ ସ୍ୱପ୍ନରେ ଦେଖିଲେ ଜଣେ ଶ୍ୱେତବସ୍ତ୍ର ପରିହିତ ବ୍ୟକ୍ତି ତାଙ୍କୁ କହୁଛନ୍ତି, ତୁ ଯେ ଇଷ୍ଟବୃତ୍ତି କାହିଁକି ଛାଡ଼ିଦେଲୁ? ପୁଣି ଇଷ୍ଟବୃତ୍ତି ଦେବା ଆରମ୍ଭ କର। ଏହି ସ୍ୱପ୍ନ ଦେଖିବା ପରେ ପରଦିନ ସକାଳୁ ମାଟି ପୁଣି ଇଷ୍ଟବୃତ୍ତି କରିବା ଆରମ୍ଭ କଲେ। ଅଳ୍ପ କିଛି ଦିନ ପରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ତ୍ରିପୁରା ପରିକ୍ରମାରେ ଆସିଲେ। ଏହି କଥା ଶୁଣି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ଦେଖିବାକୁ ପ୍ରବଳ ଇଚ୍ଛା ହେଲା ମାଟିର। କିନ୍ତୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଯେଉଁଠି ଅବସ୍ଥାନ କରିବାର ବ୍ୟବସ୍ଥା ହୋଇଛି ସେଠିକୁ ଯିବା ପାଇଁ ମାଟି ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ସକାଳଠାରୁ ମାଟି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ। ତାପରେ ମନରେ କ'ଣ ଭାବିଲେ କେଜାଣି, ତାପରେ ଯାଇ ହାଇୱେ ଧାରରେ ବସି କାନ୍ଦିବାକୁ ଲାଗିଲେ। ମନରେ ଭାରି ଆଶା ଥାଏ ଯେ ଯଦି ଏହିପଟେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଗାଡ଼ି ଯାଏ ତେବେ ହୁଏତ ଦର୍ଶନର ସୁଯୋଗ ହୋଇପାରିବ। ସକାଳୁ ବସି ବସି ସନ୍ଧ୍ୟା ହେଲା। ମାଟି ବସିଅଛି ଅଧୀର ଅପେକ୍ଷାରେ। ବିଶ୍ୱାସ ତାର ଟଳିବାର ନାହିଁ।
ହଠାତ୍ ଦେଖାଗଲା ଦୂରରୁ କେତେ ଖଣ୍ଡ ଗାଡ଼ି ଧାଡ଼ି ହୋଇ ଆସୁଛି। ତାପରେ ଦେଖାଗଲା ଗାଡ଼ି ସବୁ ଆସି ମାଟି ପାଖରେ ରହିଗଲା। ଗାଡ଼ିର କାଚ ଧୀରେ ଧୀରେ ତଳକୁ ହେଲା। ଅଶ୍ରୁସିକ୍ତ ନୟନରେ ଚାହିଁ ରହିଥାଏ ମାଟି। ଆଖିରୁ ଲୁହ ପୋଛି ଦେଖିଲା ବେଳକୁ ସେ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ସେ ଇଏ କ'ଣ ଦେଖୁଛି? ଗାଡ଼ି ଭିତରୁ ଯିଏ ଚାହିଁଛନ୍ତି ସିଏ ତ ସ୍ୱୟଂ ଆଚାର୍ଯ୍ୟ ଦେବ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସ୍ନେହ ଭରେ ସେଇ ମାଟିକୁ ଚାହିଁ କହିଲେ, ଜୟ ଗୁରୁ। ତାପରେ ପୁଣି ଗାଡ଼ି ଗଡ଼ି ଚାଲିଲା ଆଗକୁ ଆଗକୁ। ଏହି ଭଲ ପାଇବାର ପରଶ ପାଇ ସେହି ସମୟରୁ ମାଟି ମନରେ ଦୃଢ଼ ସଂକଳ୍ପ ନେଲା ଯେ ଏତେ ଦିନ ଧରି ଦୀକ୍ଷା ନେଇ ତ ମୁଁ ଠାକୁରଙ୍କୁ କିଛି ବି ଦେଇପାରିନି, ଆଉ ତାଙ୍କୁ ଦେବା ପାଇଁ ମୋର କ'ଣ ବା ସାମର୍ଥ୍ୟ ଅଛି, କିନ୍ତୁ ମୁଁ ବର୍ଷକୁ ଅନ୍ତତଃ ଜଣେ ଲୋକକୁ ଠାକୁରଙ୍କର ଚରଣକୁ ଯେମିତି ହେଉ ନେଇ ଆସିବି। ମାଟିର ଏଇ ଆକୁତି ଶେଷ ପର୍ଯ୍ୟନ୍ତ ଏତେଟା ତୀବ୍ର ହୋଇ ଉଠିଲା କି ବର୍ତ୍ତମାନ ସେ ଯାଜନ କରି ପ୍ରତି ମାସରେ 10-12 ଜଣ ଲୋକଙ୍କୁ ଶ୍ରୀ ଶ୍ରୀ ଠାକୁରଙ୍କର ଚରଣକୁ ନେଇ ଆସୁଛନ୍ତି। ତେଣୁ ତାଙ୍କର ଆଦରରେ ଆନନ୍ଦ, ଅନାଦରରେ ବି ଆନନ୍ଦ। ସେ ଆମର ଜୀବନର ମୁଖ୍ୟ। ଶିଶୁର ସରଳତା ନେଇ ତାଙ୍କୁ ଭଲ ପାଇବାକୁ ହେବ ଆମକୁ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ, ମନ ସବୁ ସମୟରେ ଇଷ୍ଟଙ୍କ ସହିତ ଯୁକ୍ତ ହୋଇ ରହିଲେ ମନୁଷ୍ୟର ସହନତାର କ୍ଷମତା ବଢ଼ିଯାଏ। ପୂଜନୀୟ ଆଚାର୍ଯ୍ୟ ଦେବ, ପୂଜନୀୟ ଅବିନ୍ଦା ପ୍ରାୟତଃ କୁହନ୍ତି ଯେ ଯେତେବେଳେ କେହି କିଛି କଟୁ କଥା କୁହେ ସେତେବେଳେ ଚୁପ୍ କରି ଶୁଣିବ, ଉତ୍ତର ଦେବ ନାହିଁ। ସେହି ନୀରବତାଟା ହିଁ ହେବ ସେହି ବିରୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ ଅସ୍ତ୍ର। ତେଣୁ ଏହା ହେଉଛି ବିଶ୍ୱାସ ଅବିଶ୍ୱାସର କଥା। ଆମର ବିଶ୍ୱାସ ଯେତେ ପକ୍କା ହେବ ଆମେ ଫଳ ବି ତଦନୁରୂପ ଲାଭ କରିବା। ଆଜିର ଆଲୋଚନାଟିକୁ ଏଇଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।